ମୋର ଆସି ଜୁଟିଲେ ମୋ ସଙ୍ଗତରେ। କହିଲି ସାଙ୍ଗ ଆଜି ଶନିବାର କ'ଣ ଖାଇବା ଦରକାର? ସାଙ୍ଗ କହିଲେ ପାଖରେ ଅଛି 3ଟି କଙ୍କଡ଼ା। ସେ କଙ୍କଡ଼ାକୁ ଧରି ଆସିଲି, ଘରେ କୁଣ୍ଡରେ ଅଜାଡ଼ି ଦେଲି। ବୋଉକୁ କହିଲି ବୋଉ ଟିକେ ମସଲା କରି ୟାକୁ ଟିକେ ଫ୍ରାଏ କରିଦିଅ। ବୋଉ କହିଲେ ଆଜି ଶନିବାର ତ କ'ଣ କରିବା? ମନରେ ହେଲା ବାର ସେଥିପାଇଁ କୁଣ୍ଡରେ ଧରି ତାଙ୍କ ସହିତ କଙ୍କଡ଼ାମାନଙ୍କ ସହିତ ଟିକେ ମସ୍ତି କଲି। ମସ୍ତି କରି ସାରିଲା ପରେ ସେ କି ଛିଙ୍କ ମାରୁଛି ଦେଖ, ବାହାରିଲା କଂସର ଘରଣୀ ପଦ୍ମାବତୀ ରାଣୀ ରଙ୍ଗ ଦେଖେଇ କଙ୍କଡ଼ା ମୋର। କୁଣ୍ଡରେ କଲେ ତାଙ୍କର ନୃତ୍ୟବାର। ସେ ସମୟରେ ବାହାରି ଆସିଲେ କୁଣ୍ଡର ବାହାର। ତାପରେ ବିଲେଇ ରାଣୀ ତାଙ୍କ ସହିତ କଲେ ମଜାମସ୍ତି ଉପହାର। ତା ସହିତ ମୁଁ ଲାଗି ପଡ଼ିଲି ତାଙ୍କ ଚତୁଃପାର୍ଶ୍ୱର। ତାଙ୍କୁ ଯେବେ ଧରିବା ପାଇଁ ମନ ବଳାଇଲି, ସେହି ସମୟରେ ମୋର ଭଉଣୀ ନେଇ ଆସିଲେ ଡାଙ୍ଗ ଖଣ୍ଡିଏ, ମୋ ହାତକୁ ବଢ଼ାଇ ଦେଲେ। ଚପଲ ଯେବେ ଲଗାଇଲି ତାଙ୍କ ଦେହରେ, ସେ ମୋତେ କାମୁଡ଼ିବା ପାଇଁ ହୋଇଲେ ବାହାରେ। ଜୟ ଜଗନ୍ନାଥ କହି ତାଙ୍କୁ ଦେଲି ଜାବୁଡ଼ି। ସେହି ସମୟରେ ଚପଲ ମିଶା ମାଡ଼ି ବସି ଧରି ତାଙ୍କ ପିଠି ପଟେ ବାଡ଼ିଟିଏ ଲଗାଇ ତାଙ୍କୁ ଧରିଲି ଜବତ କରି।